ଧର୍ମାନ୍ତରୀକରଣ କୌଣସି ଧର୍ମ ପାଇଁ ଠିକ ରାସ୍ତା ନୁହଁ। ଯଦି ଆପଣ ମାନେ ତାକୁ ଗିରଫ କରିଥିଲେ ଏଇ ସବୁ ଅଭିଯୋଗକୁ ନେଇକି କରିଥିଲେ କି ଯଦି କରିଥିଲେ ତାକୁ ଛାଡ଼ିଲେ କାହିଁକି? ଯିଏକି ସରକାରଙ୍କ ବିନା ଅନୁମତିରେ ରାଜ୍ୟରେ ଦୀର୍ଘ 18 ବର୍ଷ ଧରିକି ତାର ସଂସ୍ଥାକୁ ଚଲେଇ ଆସୁଥିଲା ତାହା ସମ୍ପୂର୍ଣ୍ଣ ରୂପେ ସବୁଦିନ ପାଇଁ ବନ୍ଦ ହେଲା। ଗତକାଲି ଆପଣ ପ୍ରେସ୍ ମିଟ୍ କରିଥିଲେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ପକ୍ଷରୁ କହିଥିଲେ କି ଡିଜି ଅଫିସ କି ଯିବ ବୋଲି। ଆଜି ଡିଜି ଯାଇଥିଲେ, କଣ ଡିଜି ଆପଣଙ୍କ କଥା ରଖିଲେ? ଜୟ ଜଗନ୍ନାଥ, ଜୟ ଶ୍ରୀରାମ। ଦେଖନ୍ତୁ, ଗତକାଲି ଆମେ ସାମ୍ବାଦିକ ସମ୍ମିଳନୀ କରିଥିଲୁ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ପକ୍ଷରୁ ଏବଂ ବିଭିନ୍ନ ସ୍ଥାନରେ ଆମର ଜିଲ୍ଲା କମିଟି ନିଜ ନିଜ ଜିଲ୍ଲା ପ୍ରଶାସନକୁ ଯାଇକି ଏଇ ଯୋଉ ଧର୍ମାନ୍ତରୀକରଣର ଫ୍ୟାକ୍ଟ୍ରି ଚାଲିଥିଲା ଓଡ଼ିଶାରେ ତା ଉପରେ ଜିଲ୍ଲା ପ୍ରଶାସନ ଗୁଡ଼ିକୁ ଦାବିପତ୍ର ଦିଆଯାଉଛି। ସେଇ କ୍ରମରେ ଗତକାଲି ଆମର ସାମ୍ବାଦିକ ସମ୍ମିଳନୀ ହେଇଥିଲା ଏବଂ ସାମ୍ବାଦିକ ସମ୍ମିଳନୀରେ ଆମେ ଘୋଷଣା ବି କରିଥିଲୁ ଆଜି ଆମେ ଓଡ଼ିଶାର ପୋଲିସ ମହାନିର୍ଦ୍ଦେଶକ ମହୋଦୟଙ୍କୁ ସାକ୍ଷାତ କରିବୁ, ଆଲୋଚନା କରିବୁ, ଦାବିପତ୍ର ଦେବୁ। ଯଥାଶୀଘ୍ର ସାଲଗାଡ଼ିଆ ହ୍ୟାପି ଆଣ୍ଡ ହୋଲି ହୋମ ସୋସାଇଟି ସଂସ୍ଥାକୁ ସାରା ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଯେଉଁ ଯେଉଁ ଜାଗାରେ ବି ତାର ସେ ସେଣ୍ଟର ରହିଛି, ଡ୍ରିମ୍ ସେଣ୍ଟର ନାଁରେ, ଗୁଡ୍ ନ୍ୟୁଜ୍ ସେଣ୍ଟର ନାଁରେ, ଯେକୌଣସି ନାଁରେ ରହିଛି ତାକୁ ବନ୍ଦ କରିବା ପାଇଁ ଆମେ ନିବେଦନ ଜଣାଇବୁ ବୋଲି ଆପଣମାନଙ୍କୁ ଜଣାଇଥିଲୁ। ଆଜି ଆମେ କଟକରେ ଥିବା କଟକରେ ସ୍ଥିତ ଯୋଉ ଓଡ଼ିଶା ପୋଲିସ ମୁଖ୍ୟାଳୟ, ରାଜ୍ୟ ପୋଲିସ ମୁଖ୍ୟାଳୟ ଯାଇଥିଲୁ। ସେଠିକୁ ଆମର ଗୋଟେ ସ୍ୱତନ୍ତ୍ର ଟିମ୍, ରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଗୋଟିଏ ଟିମ୍ ଆମେ ଯାଇକି ସେଠିକି ପୋଲିସ ମହାନିର୍ଦ୍ଦେଶକ ମହୋଦୟଙ୍କୁ ସାକ୍ଷାତ କରିବା ପାଇଁ ଯାଇଥିଲୁ। ତାଙ୍କର ଅନୁପସ୍ଥିତିରେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସଞ୍ଜୟ କୁମାର ମହୋଦୟ ଆମ ସହିତ ସାକ୍ଷାତ କରିଥିଲେ, ଆଲୋଚନା କରିଥିଲେ। ଆମେ ତାଙ୍କୁ ଦାବି ଉପସ୍ଥାପନ କରିଥିଲୁ, ଦାବିପତ୍ର ପ୍ରଦାନ କରିଥିଲୁ। ସେ ଦାବିପତ୍ର ଗ୍ରହଣ କରି ସେ ଆମକୁ ପ୍ରତିଶ୍ରୁତି ମଧ୍ୟ ଦେଲେ ଯେ ଯେହେତୁ ସରକାରଙ୍କ ନିର୍ଦ୍ଦେଶ ରହିଛି ଆମେ ତଦନ୍ତ କରି ସଠିକ ତଦନ୍ତ କରି ଆମେ ନିଶ୍ଚିତ ଏହା ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ଯଥାଶୀଘ୍ର ଏସବୁ ସଂସ୍ଥାକୁ ଆମେ ସିଲ୍ କରିବୁ। ଯାହା ବି ହଉ, ତାଙ୍କର ପ୍ରତିଶ୍ରୁତିକୁ ଆମେ ସ୍ୱାଗତ ଦଉଛୁ, ତାଙ୍କୁ ଧନ୍ୟବାଦ ଦଉଛୁ। ସେଇ ଭିତରେ ଆଜି ଗୋଟେ ଖୁସି ଖବର ମଧ୍ୟ ଆସିଛି। ଆପଣମାନେ ଜାଣିଥିବେ ଏଇ ଯୋଉ ବେନାମୀ ଠକ ସଂସ୍ଥା ଯିଏକି ପାଠ ପଢା ଆଳରେ ରାଜ୍ୟରେ ଧର୍ମାନ୍ତରୀକରଣର ଫ୍ୟାକ୍ଟ୍ରି ତିଆରି କରିଥିଲା, ଆଜି ସେଇ ସଂସ୍ଥାର କିଛି କାର୍ଯ୍ୟରତ ଯୋଉମାନେ ଦାୟିତ୍ୱରେ ଅଛନ୍ତି କିଛି ବ୍ୟକ୍ତି ବିଶେଷ ହାଇକୋର୍ଟର ଦ୍ୱାରସ୍ଥ ହେଇଥିଲେ ଏବଂ ହାଇକୋର୍ଟରେ ଷ୍ଟେ ଅର୍ଡର ନେବା ପାଇଁ ସେମାନେ ଆବେଦନ ମଧ୍ୟ କରିଥିଲେ। କିନ୍ତୁ ଓଡ଼ିଶାର ଉଚ୍ଚତମ ନ୍ୟାୟାଳୟ ଯୋଉ ନିର୍ଦ୍ଦେଶ ଦେଇଛନ୍ତି ତାକୁ ଆମେ ସ୍ୱାଗତ କରୁଛୁ। ଓଡ଼ିଶା ହାଇକୋର୍ଟର, ଓଡ଼ିଶା ଉଚ୍ଚତମ ନ୍ୟାୟାଳୟର ଏହି ନିର୍ଦ୍ଦେଶକୁ, ଏହି ଅର୍ଡରକୁ ଆମେ ସ୍ୱାଗତ କରିବା ସହିତ ଧନ୍ୟବାଦ ମଧ୍ୟ ଜ୍ଞାପନ କରୁଛୁ। ତତ୍ସହିତ ଓଡ଼ିଶା ସରକାର 3 ସପ୍ତାହ ସମୟ ନେଇଛନ୍ତି କୋର୍ଟରେ ସମ୍ପୂର୍ଣ୍ଣ ଦସ୍ତାବିଜ ଉପସ୍ଥାପନ କରିବା ପାଇଁ। ଆମେ ଚାହୁଁଛୁ ସଠିକ ସମୟ ଭିତରେ ସରକାର ଏହି ପ୍ରକ୍ରିୟାକୁ ସମାପ୍ତ କରି ସମ୍ପୂର୍ଣ୍ଣ ଦସ୍ତାବିଜ, ସମ୍ପୂର୍ଣ୍ଣ ତଥ୍ୟ ପ୍ରମାଣ କୋର୍ଟରେ ନେଇକି ହସ୍ତାନ୍ତର କରନ୍ତୁ, ଯଦ୍ୱାରା କି ଏହିପରି ବେଆଇନ ସଂସ୍ଥା ଯିଏକି ସରକାରଙ୍କ ବିନା ଅନୁମତିରେ ରାଜ୍ୟରେ ଦୀର୍ଘ 18 ବର୍ଷ ଧରିକି ତାର ସଂସ୍ଥାକୁ ଚଲେଇ ଆସୁଥିଲା ତାହା ସମ୍ପୂର୍ଣ୍ଣ ରୂପେ ସବୁଦିନ ପାଇଁ ବନ୍ଦ ହେଲା। ଆଉ ଗୋଟେ କଥା ଆପଣ ଦେଖିବେ, ଆଜି ଗଣମାଧ୍ୟମରେ ବି ଚର୍ଚ୍ଚା ହଉଛି, ବିଜେଡିର କିଛି ଲୋକ ଅଛନ୍ତି ଯାହାକି କହୁଛନ୍ତି କି ଆମେ ବିଜେଡି ସମୟରେ ଆମେ ଗିରଫ କରେଇଛୁ, ତାକୁ ନେଇ ଆପଣ କଣ କହିବେ? ହାସ୍ୟାସ୍ପଦ କଥା ଆଜ୍ଞା। ବିଗତ ଦିନର ସରକାରର ସମୟରେ ଫୈଜ ରେହମାନ ଓଡ଼ିଶାରେ ଗିରଫ ହେଇଥିଲେ ସତ। 2018 ମସିହାରେ ଢେଙ୍କାନାଳ ଜିଲ୍ଲାରେ ସେ ଗିରଫ ହୋଇ ଜେଲ ଯାଇଥିଲେ। ସେ କେଉଁ କାରଣ ପାଇଁ ଜେଲ ଯାଇଥିଲେ ସେଟା ଆମେ ଜାଣିବା ଦରକାର। ସେତେବେଳେ ତାଙ୍କୁ ଗୋଟେ ନାବାଳିକା ପ୍ରତି ଅସଦାଚରଣ ଏବଂ ଦୁଷ୍କର୍ମ ଅଭିଯୋଗରେ ପୋସ୍କୋ ଆକ୍ଟରେ ସେ ଜେଲ ଯାଇଥିଲେ ଏବଂ ଦୁର୍ଭାଗ୍ୟଜନକ ଘଟଣା, ସେଇ ସମୟରେ ବିଜୁ ଜନତା ଦଳ ସରକାରରେ ଥିଲା ଏବଂ ସେ ଯେତେବେଳେ ଜେଲରୁ ବାହାରିଲେ ସେତେବେଳେ ମଧ୍ୟ ବିଜୁ ଜନତା ଦଳ ସରକାରରେ ଥିଲା। ଆଶ୍ଚର୍ଯ୍ୟ କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ଆଜ୍ଞା। ସେ ଜାମିନରେ ତ ଜେଲରୁ ବାହାରିଲେ କିନ୍ତୁ ତାଙ୍କର କେସ୍ ହିଁ ସମାପ୍ତ ହେଇଗଲା।
ତ ସେଥିରେ କାହାର ହାତ ଥିଲା, କାହା ଛତ୍ରଛାୟା ତଳେ ଫୈଜ ରହମାନ କାମ କରୁଥିଲେ ତାହା ଜାଣିବା ଦରକାର ରହିଛି। ଓଡ଼ିଶାର ଜନସାଧାରଣ ଜାଣିବା ଦରକାର ରହିଛି। ଫୈଜ ରହମାନ ଯେତେବେଳେ ଗିରଫ ହେଇଥିଲେ ସେ କେବଳ ଗୋଟେ ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଇଥିଲେ। ସେତେବେଳେ ଧର୍ମାନ୍ତୀକରଣର ଚିତ୍ର ସାମ୍ନାକୁ ଆସିନଥିଲା, କିମ୍ବା ବିଦେଶରୁ ଆସୁଥିବା ପଇସା, ପାଠ ପଢା ପାଇଁ ଯୋଉ ପଇସା ଆସୁଛି ସେଇ ଘଟଣା ସାମ୍ନାକୁ ଆସିନଥିଲା। ଆହୁରି ବି ଫୈଜ ରହମାନର ଆଉ ଏଇ ସଂସ୍ଥାର ବିଭିନ୍ନ ପ୍ରକାର କେଳେଙ୍କାରୀ ରହିଛି, ତାହା ମଧ୍ୟ ସାମ୍ନାକୁ ଆସିନଥିଲା। ଧନ୍ୟବାଦ ଦେବୁ ଆପଣମାନଙ୍କ ଭଳିଆ କିଛି ନ୍ୟୁଜ ଚ୍ୟାନେଲକୁ। ଆପଣମାନେ ସମସ୍ତେ ଏଇ ଘଟଣାକୁ ଲୋକଲୋଚନକୁ ଆଣିଲେ ଏବଂ ଆପଣମାନେ ଲୋକଲୋଚନକୁ ଆଣିଲା ପରେ ଏଇ 14 ମାସର ସରକାର 2 ପାଦ ଆଗକୁ ଯାଇକି ତା ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି। କିନ୍ତୁ ବିଗତ ଦିନରେ ଯୋଉ ସରକାରରେ ଥିଲେ ସେଇ ଦଳର କିଛି ନେତୃବୃନ୍ଦ ବର୍ତ୍ତମାନ ଯୋଉ କହି ବୁଲୁଛନ୍ତି ଆମେ କମ ସେ କମ ଗିରଫ କରିଥିଲୁ ଏବଂ ଆପଣଙ୍କ ସମୟରେ କିଛି କରିନାହାନ୍ତି, ସେ ଯୋଉ କଥା କହୁଛନ୍ତି ତାହା ବାହାସ୍ଫୋଟ କଥା କହୁଛନ୍ତି। ଆଜ୍ଞା, ସମ୍ପୂର୍ଣ୍ଣ ରୂପେ ବାହାସ୍ଫୋଟ କଥା କହୁଛନ୍ତି। ଲଜ୍ଜା ଲାଗିବା କଥା ସେମାନଙ୍କୁ। 18 ବର୍ଷରେ ଯୋଉ କାର୍ଯ୍ୟ ସେମାନେ କରିପାରିନଥିଲେ 18 ମାସ ଭିତରେ ଏଇ ସରକାର ସେ କାର୍ଯ୍ୟ କରିବାକୁ ଯାଉଛି। ଓଲଟା ବର୍ତ୍ତମାନର ସରକାର ତାଙ୍କୁ ପ୍ରଶ୍ନ ପଚାରିବା କଥା, ତମେ 18 ବର୍ଷ କରିଥିଲ କଣ? ଆଜି ଯୋଉ ଦୃଶ୍ୟ ଓଡ଼ିଶାବାସୀ ଦେଖୁଛନ୍ତି, ଆଜି ଯୋଉ ଦୃଶ୍ୟ ସନାତନ ଧର୍ମର ଲୋକ ଦେଖୁଛନ୍ତି, ହିନ୍ଦୁ ଧର୍ମ ଉପରେ ଯୋଉ କୁଠାରଘାତ ହଉଥିଲା, ଅତ୍ୟାଚାର ହଉଥିଲା, ଆଜି ଯୋଉ ଦୃଶ୍ୟ ସାମ୍ନାକୁ ଆସିଛି, ଧର୍ମାନ୍ତୀକରଣ ଫ୍ୟାକ୍ଟ୍ରି ଯୋଉ ଓଡ଼ିଶାରେ ବର୍ତ୍ତମାନ ଚାଲୁଥିଲା, ଏହା କେବଳ ଏଥିପାଇଁ କେବଳ ମୁଁ ଦାୟୀ ରଖିବି ପୂର୍ବତନ ସରକାରକୁ। କାହିଁକି 18 ବର୍ଷ ଗୋଟିଏ ସଂସ୍ଥା ରାଜ୍ୟରେ ସରକାରଙ୍କ ବିନା ଅନୁମତିରେ ଚାଲିବା କେତେ ଦୂର ସମ୍ଭବ ଆପଣମାନେ ଜାଣିବା ଦରକାର। କିନ୍ତୁ ସେମାନେ ବାହାସ୍ଫୋଟ ମାରି କହୁଛନ୍ତି ଆମେ ତାକୁ ଗିରଫ କରିଥିଲୁ, ତମେ ମାନେ ତାକୁ କିଛି କରିପାରିନ। ଯଦି ଆପଣମାନେ ତାକୁ ଗିରଫ କରିଥିଲେ ଏଇ ସବୁ ଅଭିଯୋଗକୁ ନେଇକି କରିଥିଲେ କି? ଯଦି କରିଥିଲେ ତାକୁ ଛାଡ଼ିଲେ କାହିଁକି? ମୋର ସେ ପ୍ରଶ୍ନ ରହିବ। କିନ୍ତୁ ଏହିପରି ପ୍ରକାରରେ ଆପଣମାନେ କୌଣସି ବାହାସ୍ଫୋଟ କଥା ନ କହି ଆପଣମାନେ ହିନ୍ଦୁ ଧର୍ମ, ସନାତନ ଧର୍ମର ରକ୍ଷା ପାଇଁ କଥା କୁହନ୍ତୁ। ଆଜ୍ଞା, ଧର୍ମାନ୍ତୀକରଣ କୌଣସି ଧର୍ମ ପାଇଁ ଠିକ ରାସ୍ତା ନୁହଁ। ଧର୍ମାନ୍ତୀକରଣ ଏଇ ପ୍ରକାରରେ କରାଯାଏ ନାହିଁ। ଧର୍ମାନ୍ତୀକରଣ ଯଦି ଜଣେ ସ୍ୱଇଚ୍ଛାରେ ନିଜେ ଧର୍ମ ପରିବର୍ତ୍ତନ କରିବାକୁ ଚାହିଁବ ସେ ଯାଇକି କୋର୍ଟରେ ନିଜର ଏଫିଡେଭିଟ ଦାଖଲ କରିପାରିବ ଆଜ୍ଞା। କିନ୍ତୁ କାହାକୁ କୌଣସି ପ୍ରଲୋଭନ ଦେଖାଇ ମିଛ କଥା କହି ଧର୍ମାନ୍ତୀକରଣ କରିବାଟା ସମ୍ପୂର୍ଣ୍ଣ ରୂପେ ବେଆଇନ କାମ। ତା ଉପରେ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ ରହିଛି। ଏବଂ ମୁଁ ମୋ କଥା, ମୋ ସଂଗଠନର କଥା କହିବି, ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଧର୍ମାନ୍ତୀକରଣକୁ ସବୁବେଳେ ବିରୋଧ କରି ଆସିଛି, ଆଗାମୀ ଦିନରେ ବିରୋଧ କରିବ ଏବଂ ଯେତେ ଦିନ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଅଛି ଓଡ଼ିଶାରେ ଧର୍ମାନ୍ତୀକରଣକୁ ଆମେ ସୁଯୋଗ ଦେବୁ ନାହିଁ। ଧନ୍ୟବାଦ।